ଓଡ଼ିଶାର ଉତ୍ତର ପଶ୍ଚିମ କୋଣରେ ଅବସ୍ଥିତ ଏକ ଅଦ୍ଭୁତ ଭୂମି, ଯେଉଁଠି ପାହାଡ଼, ଜଙ୍ଗଲ ଓ ନଦୀ ମିଶି ସୃଷ୍ଟି କରିଛନ୍ତି ପ୍ରକୃତିର ଏକ ଅପୂର୍ବ କଳାକୃତି। ଆଉ ସେହି ଅପୂର୍ବ କଳାକୃତି ଭରା ଭୂମିଟି ହେଉଛି ସୁନ୍ଦରଗଡ଼ ଜିଲ୍ଲା। ଏହା କେବଳ ଏକ ଜିଲ୍ଲା ନୁହେଁ, ଏହା ହେଉଛି ଆଦିବାସୀ ସଂସ୍କୃତିର ଗର୍ବ, ଲୋକନୃତ୍ୟ, ଲୋକଗୀତ ଓ ପରମ୍ପରାର ଜୀବନ୍ତ ପରିଚୟ। ଏଠି ଆପଣ ବ୍ରାହ୍ମଣୀ ଓ କୋଏଲ ନଦୀର ମିଠା ଧାରା ପାଇବେ, ତା ସହ ଦାରିଙ୍ଗବାଡ଼ି ପରି ଶୀତଳ ପରିବେଶ ମଧ୍ୟ ଅନୁଭବ କରିବେ। ରାଉରକେଲା ପରି ଶିଳ୍ପ ନଗର ଏଠାରେ ଅବସ୍ଥିତ। ସୁନ୍ଦରଗଡ଼କୁ ଏସବୁ ଦେଇଛି ଏକ ଭିନ୍ନ ପରିଚୟ। ଖଣିଜ ସମ୍ପଦରେ ଧନୀ, ହକି ଖେଳାଳିମାନଙ୍କର ଜନ୍ମଭୂମି। ଶ୍ରମ, ସାହସ ଓ ସ୍ୱାଭିମାନର ପ୍ରତୀକ ସୁନ୍ଦରଗଡ଼ ଜିଲ୍ଲା ହେଉଛି ଓଡ଼ିଶାର ଗର୍ବ। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ସୁନ୍ଦରଗଡ଼ର ଇତିହାସ, ଏହାର ଭୌଗୋଳିକ ଅବସ୍ଥିତି, ସଂସ୍କୃତି, ପର୍ବପର୍ବାଣୀ, ପର୍ଯ୍ୟଟନ ସ୍ଥଳ ଏବଂ ଏହାର ଅନେକ ଅଜଣା କାହାଣୀ ବିଷୟରେ। ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରଥମେ ଜାଣିବା ଆମେ ସୁନ୍ଦରଗଡ଼ ଜିଲ୍ଲାର ଇତିହାସ ବିଷୟରେ। ଏହାର ସୃଷ୍ଟି କିଭଳି ହୋଇଥିଲା, ଏହାକୁ ପ୍ରଥମେ କେଉଁମାନେ ଶାସନ କରୁଥିଲେ, ସେ ବିଷୟରେ ଏବେ ଡିଟେଲରେ ଜାଣନ୍ତୁ। ବର୍ତ୍ତମାନର ସୁନ୍ଦରଗଡ଼ ଜିଲ୍ଲା ଦୁଇ ଗଡ଼ଜାତ ରାଜ୍ୟ ମାନେ ଗାଙ୍ଗପୁର ଓ ବଣାଇକୁ ନେଇ ଗଠିତ ହୋଇଛି। 1948 ମସିହାରେ ଗଡ଼ଜାତ ଓ ଦେଶୀୟ ରାଜ୍ୟ ସମ୍ମିଶ୍ରଣ ପ୍ରକ୍ରିୟାରେ ଏହା ସୃଷ୍ଟି ହୋଇଥିଲା। ଜଣାଯାଏ ଯେ ପ୍ରାଚୀନ ଦକ୍ଷିଣ କୋଶଳ ରାଜ୍ୟର ଅଂଶ ବିଶେଷ ରୂପେ ଏହି ଜିଲ୍ଲା ରହିଥିଲା। ଏହି ପ୍ରାଚୀନ ଭୂଖଣ୍ଡର ଶାସକ ପରିବାର ସମ୍ବନ୍ଧରେ ବିଭିନ୍ନ ମତ ପ୍ରକାଶ ପାଏ। ତେବେ ଏହି ଦୁଇ ରାଜ୍ୟ ଗାଙ୍ଗପୁର ଓ ବଣାଇ ଏକଦା ସମ୍ବଲପୁର ଅଧୀନସ୍ଥ ଥିଲା, ଯାହାକି ନାଗପୁରର ମରାଠା ରାଜାଙ୍କ ରାଜ୍ୟର ଶାସନାଧୀନ ଅଞ୍ଚଳ ଭାବେ ପରିଗଣିତ ହେଉଥିଲା। 1803 ମସିହାରେ ମରାଠା ରାଜା ରଘୁଜୀ ଭୋଂସଲେ ଇଂରେଜମାନଙ୍କ ସହିତ ଦେଓଗାଁ ଚୁକ୍ତି ସ୍ୱାକ୍ଷର କରିଥିଲେ ଏବଂ ଇବ୍ ଅଞ୍ଚଳ ଇଂରେଜ ଶାସନାଧୀନ ହୋଇଥିଲା। ପୁନଶ୍ଚ ବଣାଇ ଓ ଗାଙ୍ଗପୁର 1806 ମସିହାରେ ଏକ ସ୍ୱତନ୍ତ୍ର ରାଜିନାମା ବଳରେ ରଘୁଜୀ ଭୋଂସଲେଙ୍କ ଅଧୀନକୁ ଫେରି ଆସିଥିଲା। ଶେଷରେ ଏହି ଦୁଇ ରାଜ୍ୟ 1826 ମସିହାରେ ଏକ ସନ୍ଧି ଅନୁଯାୟୀ ଇଂରେଜମାନଙ୍କ ଦ୍ୱାରା ଅଧିକୃତ ହେଲା। 1905 ମସିହାରେ ବଣାଇ ଓ ଗାଙ୍ଗପୁର ଗଡ଼ଜାତ ରାଜ୍ୟ ଦ୍ୱୟକୁ ଛୋଟନାଗପୁର କମିଶନରଙ୍କ ଅଧୀନରୁ ଓଡ଼ିଶାର କମିଶନରଙ୍କ ଅଧୀନକୁ ଆସିଥିଲା ଏବଂ ଏଥିପାଇଁ ଅଲଗା ପଲିଟିକାଲ ଏଜେଣ୍ଟ ପଦବୀ ମଧ୍ୟ ସୃଷ୍ଟି କରାଯାଇଥିଲା। ତେବେ ଭୌଗୋଳିକ ଦୃଷ୍ଟିରୁ ସୁନ୍ଦରଗଡ଼ ଜିଲ୍ଲା ସଂହତ ଜିଲ୍ଲା ନୁହେଁ, ବରଂ ଏହା କେତେକ ସ୍ଥାନର ପ୍ରଶସ୍ତ କ୍ଷେତ୍ର ଦ୍ୱାରା ଗଠିତ ହୋଇଛି। ସ୍ଥାନେ ସ୍ଥାନେ ଏଠାରେ ନିକାଞ୍ଚନ ପର୍ବତ ରହିଛି, ଅଗମ୍ୟ ଜଙ୍ଗଲ, ବିସ୍ତୀର୍ଣ୍ଣ ନଦୀ ଉପତ୍ୟକା ଏବଂ ପାର୍ବତ୍ୟାଞ୍ଚଳ ଦେଖିବାକୁ ମିଳିଥାଏ। ବିସ୍ତୃତ ଭାବେ କହିବାକୁ ଗଲେ ଏଠାରେ ଅନେକ ରୁକ୍ଷ ପର୍ବତ ପାହାଡ଼ ରହିଛି। ଜିଲ୍ଲାର ସାଧାରଣ ଗଡ଼ାଣି ଉତ୍ତରରୁ ଦକ୍ଷିଣକୁ ରହିଛି। ଅବଶିଷ୍ଟ ସଦର ସବଡିଭିଜନ ଅନ୍ତର୍ଗତ ଅଞ୍ଚଳ ସମୁଦ୍ର ପତନରୁ 700 ଫୁଟ ଉଚ୍ଚତାରେ ଅବସ୍ଥିତ। ସ୍ଥାନେ ସ୍ଥାନେ ପାହାଡ଼ ଓ ପର୍ବତ ଶୃଙ୍ଗ ରହିଛି, ଯାହାକି 2000 ଫୁଟ ଉଚ୍ଚରେ ଅଛି। ପଶ୍ଚିମ ଭାଗରେ ହେମଗିରି ଥାନା ଅଧୀନସ୍ଥ ଅଞ୍ଚଳ ଉତ୍ତର ଦିଗକୁ କ୍ରମଶଃ ଉଚ୍ଚ ଓ ଦକ୍ଷିଣକୁ ଗଡ଼ାଣିଆ ହୋଇ ଛୋଟନାଗପୁର ମାଳ ଅଞ୍ଚଳକୁ ଲାଗିଛି। ସୁନ୍ଦରଗଡ଼ ଜିଲ୍ଲାର ଦକ୍ଷିଣ ପଶ୍ଚିମ ଭାଗରେ ବଣାଇ ସବଡିଭିଜନ ମୁଖ୍ୟତଃ ଅସମ ପାର୍ବତ୍ୟ ଅଞ୍ଚଳ ଅଟେ। ଏହା ମଧ୍ୟ ଦେଇ ଯିବା ଆସିବା ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ। ବ୍ରାହ୍ମଣୀ ଓ ଏହାର ଶାଖା ନଦୀମାନଙ୍କ ଦ୍ୱାରା ବିଭାଜିତ ମଧ୍ୟ ବର୍ଷା ଋତୁରେ କିଛି ସମୟ ପାଇଁ ପ୍ରବଳ ବୃଷ୍ଟିପାତ ଯୋଗୁଁ ପାହାଡ଼ ଝରଣା ସ୍ରୋତର କ୍ଷିପ୍ରତା ପାଇଁ ଏ ଅଞ୍ଚଳ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥାଏ। ବ୍ରାହ୍ମଣୀ ନଦୀ ଉପତ୍ୟକାର ଉଭୟ ପୂର୍ବ ଓ ପଶ୍ଚିମ ପାର୍ଶ୍ୱ ଉଚ୍ଚ ପର୍ବତମାଳାରେ ପରିପୂର୍ଣ୍ଣ। ଛେଳିଆ ତୋକା ଯାହାକି 3331 ଫୁଟ ଓ ବିଛାକାନି ଯାହାକି 2964 ଫୁଟ ପୂର୍ବ ଦିଗରେ ଅବସ୍ଥିତ। ରାଉରକେଲା ସ୍ଥିତ ଲୌହ ଇସ୍ପାତ କାରଖାନା ପାଇଁ ଲକ୍ଷ ଲକ୍ଷ ଟନ ଲୁହାପଥର ଯୋଗାଇ ଦେଉଥିବାରୁ ଶେଷ ପାହାଡ଼ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସୁନ୍ଦରଗଡ଼ ଓ ପାନପୋଷ ସବ୍ ଡିଭିଜନ ଯାହାକି ଗାଙ୍ଗପୁର ଗଡ଼ଜାତର ଅଂଶବିଶେଷ, ସମୁଦ୍ର ପତନଠାରୁ ହାରାହାରି 700 ଫୁଟ ଉଚ୍ଚରେ ଏହା ରହିଛି ଏବଂ ବଣାଇ ଗଡ଼ଜାତର ବଣାଇ ସମୁଦ୍ର ପତନଠାରୁ 800 ଫୁଟ ଉଚ୍ଚରେ ଅଛି। ସୁନ୍ଦରଗଡ଼ ଜିଲ୍ଲାରେ ଉତ୍ତର ଗ୍ରୀଷ୍ମମଣ୍ଡଳୀୟ ସୂକ୍ଷ୍ମ ଶ୍ରେଣୀର ଜଙ୍ଗଲ ଦେଖାଯାଏ। ଏହି ଜଙ୍ଗଲରେ ମୁଖ୍ୟତଃ ଶାଳ, ଅସନ ଓ କୁସୁମ ବୃକ୍ଷ ବହୁଳ ପରିମାଣରେ ଦୃଷ୍ଟିଗୋଚର ହୁଏ। ବଣାଇ ଓ ରାଜଗାଙ୍ଗପୁରର ପୂର୍ବ ଅର୍ଦ୍ଧାଂଶରେ ଅପେକ୍ଷାକୃତ ଉନ୍ନତ ଜଙ୍ଗଲ ଦେଖାଯାଏ। ଏହି ଜଙ୍ଗଲ ସବୁ ଖଣିଜ ସମ୍ପଦରେ ଭରପୁର। ଏଠାରେ ବିପୁଳ ପରିମାଣରେ ଲୁହାପଥର, ସୀସା, କୋଇଲା ଓ ଚୂନ ପଥର ମିଳିଥାଏ। ରପ୍ତାନି ଯୋଗ୍ୟ ଜଙ୍ଗଲଜାତ ଦ୍ରବ୍ୟ ଯଥା ବାଉଁଶ, କାଠ ଏବଂ କେନ୍ଦୁପତ୍ର ଏହି ଜଙ୍ଗଲରେ ବିଶେଷ ଭାବେ ଉପଲବ୍ଧ।
ଜିଲ୍ଲାଟି ଉପଯୁକ୍ତ ଗମନାଗମନ ଯୋଗାଯୋଗ ପଥ ଅଭାବରୁ ଅତୀତରେ ଦୁର୍ଗମ ହୋଇପଡ଼ିଥିଲା। ତେବେ ଏ ଅଞ୍ଚଳର ଆଦିମ ଅଧିବାସୀ ପୁରାତନ ପଦ୍ଧତିରେ ଚାଷ କରୁଥିବାରୁ ବ୍ୟାପକ ଜଙ୍ଗଲ କ୍ଷୟ ହେଉଥିଲା। ଏହି ଜିଲ୍ଲା 3634.92 ବର୍ଗ କିଲୋମିଟର ଅଞ୍ଚଳରେ ଜଙ୍ଗଲ ଦ୍ୱାରା ପରିବ୍ୟାପ୍ତ ହୋଇ ରହିଛି। ଏହା ମଧ୍ୟରୁ 2664.64 ବର୍ଗ କିଲୋମିଟର ସଂରକ୍ଷିତ ଜଙ୍ଗଲ ଏବଂ 612.07 ବର୍ଗ କିଲୋମିଟର ସୁରକ୍ଷିତ ଜଙ୍ଗଲ ଅଞ୍ଚଳ ଅଟେ। ଏହା ଉତ୍ତର ଗ୍ରୀଷ୍ମମଣ୍ଡଳୀୟ ସୂକ୍ଷ୍ମ ପର୍ଣ୍ଣମୋଚୀ ଶ୍ରେଣୀର ଏବଂ ଏଥିରେ ଶାଳ ବୃକ୍ଷର ଅଧିକ ମାତ୍ରା ଦେଖାଯାଏ। ବଣାଇର ପୂର୍ବ ଅଞ୍ଚଳରେ ଉନ୍ନତ ଜଙ୍ଗଲ ଦେଖାଯାଇଥାଏ। ଜିଲ୍ଲାରେ ଅନେକ ପ୍ରମୁଖ ଐତିହାସିକ ସ୍ଥାନ ଆପଣ ଦେଖିବାକୁ ପାଇବେ। ଓଡ଼ିଶାର ଉତ୍ତର ପଶ୍ଚିମ ଭାଗରେ ଅବସ୍ଥିତ ସୁନ୍ଦରଗଡ଼ ଜିଲ୍ଲାର ଉତ୍ତର ସୀମାରେ ଝାଡ଼ଖଣ୍ଡ ରାଜ୍ୟ ଓ ଦକ୍ଷିଣ ସୀମାକୁ ଲାଗି ଝାରସୁଗୁଡ଼ା, ସମ୍ବଲପୁର ଓ ଦେଓଗଡ଼ ଜିଲ୍ଲା ରହିଛି। ଏହାର ପୂର୍ବ ଓ ଉତ୍ତର ପୂର୍ବରେ ଓଡ଼ିଶାର କେନ୍ଦୁଝର ଓ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମି ଜିଲ୍ଲା ରହିଛି। ଏହାର ପଶ୍ଚିମ ଓ ଉତ୍ତର ପଶ୍ଚିମ ସୀମାରେ ଛତିଶଗଡ଼ ରାଜ୍ୟ ଲାଗି ରହିଛି। ଏହି ଜିଲ୍ଲା ଉତ୍ତର ଅକ୍ଷାଂଶ 21°36 ଏବଂ 22°32 ମଧ୍ୟରେ, ଏହା ସହ ପୂର୍ବ ଦ୍ରାଘିମା 43°32ରୁ 85°22 ମଧ୍ୟରେ ଅବସ୍ଥିତ। ଏହି ଜିଲ୍ଲାର କ୍ଷେତ୍ରଫଳ ରହିଛି 9712.6 ବର୍ଗ କିଲୋମିଟର। ଜିଲ୍ଲାର ସଦର ମହକୁମା ସୁନ୍ଦରଗଡ଼ ଠାରେ ହିଁ ଅବସ୍ଥିତ। ଏବେ ଜାଣିବା ସୁନ୍ଦରଗଡ଼ ଜିଲ୍ଲାର ପର୍ବପର୍ବାଣୀ ସଂସ୍କୃତି ବିଷୟରେ। ସୁନ୍ଦରଗଡ଼ ଜିଲ୍ଲା ଏକ ଆଦିବାସୀ ପ୍ରଧାନ ଜିଲ୍ଲା। ଏଠାରେ ପର୍ବପର୍ବାଣୀ, ନୃତ୍ୟ, ଗୀତ, ଲୋକ ସଂସ୍କୃତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସୁନ୍ଦରଗଡ଼କୁ ଏକ ଅଲଗା ପରିଚୟ ଦେଇଛି। କରମ ପର୍ବ। କରମ ପର୍ବ ସୁନ୍ଦରଗଡ଼ର ଆଦିବାସୀ ସମୁଦାୟଙ୍କ ମଧ୍ୟରେ ସବୁଠାରୁ ପ୍ରମୁଖ ପର୍ବ ଅଟେ। ଭାଦ୍ରବ ମାସରେ ଏହାକୁ ପାଳନ କରାଯାଏ। ଏହି ପର୍ବରେ କରମ ଗଛକୁ ପୂଜା କରାଯାଏ। ଏହା ସୁଖ, ସମୃଦ୍ଧି ଓ ଭାଇଚାରାର ପ୍ରତୀକ। ଏହାପରେ ରହିଛି ସରହୁଲ ପର୍ବ। ସରହୁଲ ପର୍ବ ପ୍ରକୃତି ପୂଜା ସହ ଜଡ଼ିତ। ଗଛ, ଫୁଲ, ଜଳ ଓ ପାହାଡ଼କୁ ଦେବତା ଭାବେ ମାନି ଏହି ପର୍ବ ପାଳନ କରାଯାଏ। ଆଦିବାସୀ ଜୀବନ ଓ ପ୍ରକୃତିର ଅତୁଟ ସମ୍ପର୍କକୁ ଏହା ପ୍ରକାଶ କରିଥାଏ। ଏହାପରେ ଅଛି ମାଘ ପର୍ବ। ନୂଆ ଫସଲ ଆସିବାର ଖୁସିରେ ପାଳିତ ମାଘ ପର୍ବ ସୁନ୍ଦରଗଡ଼ର ଗାଁ ଗଞ୍ଜରେ ଦେଖିବାକୁ ମିଳିଥାଏ। ଏହି ଦିନ ଲୋକେ ପାରମ୍ପରିକ ଖାଦ୍ୟ ଖାଆନ୍ତି ଓ ନୃତ୍ୟ ଗୀତ କରିଥାନ୍ତି। ଏହାପରେ ରହିଛି ଦୀପାବଳି। ହିନ୍ଦୁ ପରମ୍ପରା ଅନୁସାରେ ଦୁଷ୍ଫେରା ଓ ଦୀପାବଳି ମଧ୍ୟ ସୁନ୍ଦରଗଡ଼ରେ ବଡ଼ ଉତ୍ସାହର ସହ ପାଳନ କରାଯାଏ। ଏଠାରେ ଆଦିବାସୀ ଓ ଗ୍ରାମୀଣ ପରମ୍ପରାର ଏକ ଅଲଗା ବା ଭିନ୍ନ ରୂପ ଦେଖିବାକୁ ମିଳିଥାଏ। ସୁନ୍ଦରଗଡ଼ ଜିଲ୍ଲା ହେଉଛି ଅନେକ ଆଦିବାସୀ ସମୁଦାୟ ଯେପରିକି ମୁଣ୍ଡା, ଓରାଓଁ, ଖଡ଼ିଆ, କିଷାନ, ଭୂମିଜ ଆଦିବାସୀଙ୍କ ନିବାସ ସ୍ଥଳୀ। ଲୋକନୃତ୍ୟ ବିଷୟରେ ଯଦି ଆମେ କଥା ହେବା, ତେବେ କରମ ନୃତ୍ୟ ରହିଛି, ଯାହାକି ଯୁବକ ଯୁବତୀମାନେ ଗୀତ ସହ ଗୋଲ ହୋଇ ନୃତ୍ୟ କରିଥାନ୍ତି। ସରହୁଲ ନୃତ୍ୟ ପ୍ରକୃତି ପୂଜା ସମୟରେ କରାଯାଉଥିବା ଆନନ୍ଦମୟ ନୃତ୍ୟ। ଏଠାରେ ଆଦିବାସୀ ପୁରୁଷମାନେ ଧୋତି, ଗାମୁଛା ଓ ମୁଣ୍ଡରେ ପଗଡ଼ି ପିନ୍ଧନ୍ତି। ମହିଳାମାନେ ହ୍ୟାଣ୍ଡଲୁମ୍ ଶାଢ଼ୀ, ମଣିମାଳା, ରୂପା ଅଳଙ୍କାର ପିନ୍ଧି ନିଜ ସଂସ୍କୃତିକୁ ଜୀବନ୍ତ ରଖନ୍ତି। ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ଖଣ୍ଡାଧାର ଜଳପ୍ରପାତ ପ୍ରଥମରେ ରହିଛି। ଏହାପରେ ରହିଛି ଦର୍ଜିଂ, ମନ୍ଦିରା ଡ୍ୟାମ୍, ବେଦବ୍ୟାସ, ରାଉରକେଲା ଏବଂ କାହ୍ନାକୁଣ୍ଡ। ରାଜ୍ୟର ସବୁଠାରୁ ଉଚ୍ଚତମ ଜଳପ୍ରପାତ ମଧ୍ୟରେ ଖଣ୍ଡାଧାର ମଧ୍ୟ ସ୍ଥାନିତ ହୋଇ ରହିଛି। ଅନେକ ଲୋକ ଶୀତଦିନ ସମୟରେ ଏହି ସ୍ଥାନକୁ ବୁଲିବାକୁ ଆସିଥାନ୍ତି। ଏହାପରେ ଦର୍ଜିଂ। ପାହାଡ଼, ଜଙ୍ଗଲ ଓ ଶୀତଳ ପରିବେଶ ପାଇଁ ପ୍ରସିଦ୍ଧ ଦର୍ଜିଂ ସୁନ୍ଦରଗଡ଼ର ଏକ ପ୍ରମୁଖ ହିଲ୍ ଭ୍ୟୁ ପଏଣ୍ଟ। ଏହାପରେ ରହିଛି ମନ୍ଦିରା ଡ୍ୟାମ୍। କୋଏଲ ନଦୀ ଉପରେ ନିର୍ମିତ ମନ୍ଦିରା ଡ୍ୟାମ୍ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାନ୍ତ ପରିବେଶ ପାଇଁ ପରିଚିତ। ବେଦବ୍ୟାସ। ବ୍ରାହ୍ମଣୀ ନଦୀର ଉତ୍ସସ୍ଥଳ ଭାବେ ପରିଚିତ ବେଦବ୍ୟାସ ଏକ ପବିତ୍ର ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀ ଅଟେ। ଏଠାରେ ଶିବ ମନ୍ଦିର ଓ ନଦୀର ସଙ୍ଗମ ଦେଖିବାକୁ ମିଳେ। ରାଉରକେଲା। ସୁନ୍ଦରଗଡ଼ ଜିଲ୍ଲାର ଶିଳ୍ପନଗର ରାଉରକେଲା ହକି ଖେଳାଳିଙ୍କ ଜନ୍ମଭୂମି ଓ ଆଧୁନିକ ଓଡ଼ିଶାର ଏକ ପ୍ରତୀକ ଅଟେ। ସୁନ୍ଦରଗଡ଼ ଜିଲ୍ଲାର ଜନସଂଖ୍ୟା ବିଷୟରେ ଯଦି ଆମେ ଆଲୋଚନା କରିବା, 2011 ଜନଗଣନା ଅନୁସାରେ ଏଠାରେ 20,93,437 ଜଣ ଲୋକ ବାସ କରୁଛନ୍ତି। ପୁରୁଷଙ୍କ ଜନସଂଖ୍ୟା ରହିଛି 10,61,147 ଓ ମହିଳାଙ୍କ ଜନସଂଖ୍ୟା ରହିଛି 10,32,290। ଗ୍ରାମାଞ୍ଚଳର ଜନସଂଖ୍ୟା ଏଥିମଧ୍ୟରୁ ରହିଛି 13,55,340 ଏବଂ ସହରାଞ୍ଚଳର ଜନସଂଖ୍ୟା ରହିଛି 7,38,097।
ସ୍ୱାକ୍ଷରତା ହାର ବିଷୟରେ ଯଦି ଆମେ କଥା ହେବା ତେବେ 2011 ଅନୁସାରେ ଏଠାରେ ସ୍ୱାକ୍ଷରତା ହାର ରହିଛି 63.34%। ଏହା 9,700 ବର୍ଗ କିଲୋମିଟର ଦ୍ୱାରା ଆଚ୍ଛାଦିତ ହୋଇ ରହିଛି। ଏଠାରେ 3ଟି ଉପଖଣ୍ଡ ରହିଥିବା ବେଳେ 18ଟି ତହସିଲ, 126ଟି ରାଜସ୍ୱ ମଣ୍ଡଳ, 17ଟି ବ୍ଲକ, 279ଟି ଗ୍ରାମ ପଞ୍ଚାୟତ ଏବଂ 1792ଟି ଗ୍ରାମ ରହିଛି। ନଗରପାଳିକା ରହିଛି 4ଟି। ତେବେ ପର୍ବପର୍ବାଣୀର ରଙ୍ଗ, ଆଦିବାସୀ ସଂସ୍କୃତିର ସ୍ୱାଭିମାନ, ପ୍ରକୃତିର ଅପାର ସୌନ୍ଦର୍ଯ୍ୟ ଓ ମଣିଷର ସରଳ ଜୀବନ ଏସବୁକୁ ନେଇ ସୁନ୍ଦରଗଡ଼ ଜିଲ୍ଲା କେବଳ ଓଡ଼ିଶାର ଏକ ଅଞ୍ଚଳ ନୁହେଁ, ଏହା ହେଉଛି ଆମ ଓଡ଼ିଶା ମାଟିର, ଓଡ଼ିଆ ମାଟିର ଗର୍ବ ଓ ପରିଚୟ। ଯଦି ଆପଣଙ୍କୁ ସୁନ୍ଦରଗଡ଼ ଜିଲ୍ଲାକୁ ନେଇଥିବା ଆଜିର ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। କେଉଁମାନେ ସୁନ୍ଦରଗଡ଼ ଜିଲ୍ଲାରୁ ମୋର ଏହି ଭିଡ଼ିଓଟିକୁ ଦେଖୁଛନ୍ତି ସେମାନେ ମଧ୍ୟ ମୋତେ କମେଣ୍ଟରେ ଜଣାନ୍ତୁ। ଆମ ଦେଶ ଦୁନିଆ ରାଜ୍ୟ ତଥା ଜିଲ୍ଲା ସହ ଜଡ଼ିତ ଏଭଳି ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।